ଆଜିର ସେସନରେ ଆମେ ଆଲୋଚନା କରିବା ସିଟି ଏଣ୍ଟ୍ରାନ୍ସ 2026 ପାଇଁ ଓଡ଼ିଆ ଗ୍ରାମାରର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ ଏଥିରେ ଆମେ ଆଲୋଚନା କରିବା, ଯାହାଦ୍ୱାରା କି ଆଗାମୀ ସିଟି ଏଣ୍ଟ୍ରାନ୍ସ ପାଇଁ ବହୁତ ହି ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା କ୍ଲାସ୍। ତ ଦେଖନ୍ତୁ ଫାର୍ଷ୍ଟ କ୍ୱେଶ୍ଚିନ୍ ରହିଛି ଅକ୍ଷୁର୍ଣ୍ଣ, ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଯାହା କ୍ଷୀଣ ହୋଇନାହିଁ, ନା ଯାହା କ୍ଷୁର୍ଣ୍ଣ ହୋଇନାହିଁ, ନା ଯାହା କ୍ଷୁଣ୍ଣ ହୋଇନାହିଁ, ନା କୌଣସିଟି ନୁହେଁ। ଅକ୍ଷୁର୍ଣ୍ଣ ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? କ'ଣ ହେବ ପିଲାମାନେ ମନେ ରଖିବେ? ଯାହା କ୍ଷୁର୍ଣ୍ଣ ହୋଇନାହିଁ ହେବ, ମନେ ରଖିବେ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଏକ ବଚନର ଚିହ୍ନ ନୁହେଁ? ତ ଚାରିଟି ଅପସନ୍ ଦେଇଛି। ତ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ଏକ ବଚନ, କେଉଁଟା ନୁହେଁ? ଅପସନ୍ ଏରେ ଦେଖନ୍ତୁ ଚୟ ଦେଇଛି, ବିରେ ଦେଇଛି ଟି, ସିରେ ଦେଇଛି ଟିଏ, ଡିରେ ଦେଇଛି ଖଣ୍ଡେ। ତ ଏମାନଙ୍କ ମଧ୍ୟରୁ କେଉଁଟା ଗୋଟେ ଏକ ବଚନ, କେଉଁଟା ନୁହେଁ? କେଉଁଟା ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ଏ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ଚୟ ଏଇଟା କିନ୍ତୁ ଏକ ବଚନ ନୁହେଁ, ମନେ ରଖିବେ। ଏଇଟା ହେଉଛି ବହୁ ବଚନ। ତ ଟି, ଟିଏ, ଖଣ୍ଡେ ଏ ତିନୋଟି ହେଉଛି ଏକ ବଚନ, ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ଅଧାରୁ ବେଶୀ, ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଅଳ୍ପ, ନା ବେଶୀ, ନା ଅର୍ଦ୍ଧାଧିକ, ନା ଅନାର୍ଦ୍ଧିକ? ଅଧାରୁ ବେଶୀ କ'ଣ ହେବ? ମନେ ରଖିବେ ଅର୍ଦ୍ଧାଧିକ ହେବ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ମେଧାବୀର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ କ'ଣ ହେବ? ମେଧାବୀ ଦେଇଛି, ତ ତାର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ କ'ଣ ହେବ? ମେଧାନୀ, ନା ମେଧା, ନା ମେଧାଶାଳୀ, ନା ମେଧାବିନୀ? ମନେ ରଖିବେ ମେଧାବିନୀ ହେବ, ସ୍ତ୍ରୀଲିଙ୍ଗ ବାଚକ ହେଇଯିବ ମେଧାବିନୀ। ତ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଏମାନଙ୍କ ମଧ୍ୟରୁ ଶୁଦ୍ଧ ଶବ୍ଦଟି ଚିହ୍ନଟ କର। ତ ଶୁଶ୍ରୂଷାର ଶୁଦ୍ଧ ବନାନ କେଉଁଟା ହେବ? ତ ଚାରିଟି ଅପସନ୍ ଦେଇଛି। ତ ଚାରିଟି ଅପସନ୍ରେ ଦେଇଛି ଶୁଶ୍ରୂଷା। ତ କେଉଁ ଶୁଶ୍ରୂଷା ଶୁଦ୍ଧ ବନାନ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ଏ। ତାଲବ୍ୟସରେ ହର୍ଷୁକାର ଲାଗିବ, ମନେ ରଖିବେ। ଆଉ ତାଲବ୍ୟସରେ ରକାର, ତା ତଳେ ଦୀର୍ଘକାର ଲାଗିବ, ଆଉ ବୁଦ୍ଧନେଶ ଲାଗିବ, ମନେ ରଖିବେ। ଶୁଶ୍ରୂଷା, ତ ଏଇଟା ହେଉଛି ଶୁଦ୍ଧ ବନାନ, ମନେ ରଖିବେ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ପୃଥିବୀ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ। ତ ପୃଥିବୀର ପ୍ରତିଶବ୍ଦ ଏମାନଙ୍କ ମଧ୍ୟରୁ କେଉଁଟା? ଶ୍ରୀ, ନା ଦିଶ, ନା ଔଷଧିଶ, ନା ବିଶ୍ୱମ୍ବରା? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ଡି, ବିଶ୍ୱମ୍ବରା, ମନେ ରଖିବେ। ପୃଥିବୀର ଗୋଟେ ପ୍ରତିଶବ୍ଦ ହେଇଗଲା ବିଶ୍ୱମ୍ବରା, ମନେ ରଖିବେ। ତ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ତାକୁ କ'ଣ କୁହାଯାଏ? ଉକ୍ତି, ନା ପ୍ରବଚନ, ନା ରୂଢ଼ି, ନା ଉଦ୍ଧୃତ? କ'ଣ କୁହାଯାଏ? କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ତାକୁ କ'ଣ କହିବା? କ'ଣ କୁହାଯାଏ? ତାକୁ ଆମେ କହିବା ରୂଢ଼ି ବୋଲି କହିବା, ମନେ ରଖିବେ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ହିଂସ୍ର ଜନ୍ତୁକୁ ବିଶ୍ୱାସ ନ କରିବା ଉଚିତ। ତ ଏଇଟା ଗୋଟେ କି ପ୍ରକାର ବାକ୍ୟ? ପ୍ରଶ୍ନସୂଚକ, ନା ବିବୃତ୍ତି ସୂଚକ, ନା ନାସ୍ତି ସୂଚକ, ନା ବିସ୍ମୟ ସୂଚକ? ଏଇଟା ହେଉଛି ଆପଣଙ୍କର ନାସ୍ତି ସୂଚକ ବାକ୍ୟ। ନ କରିବା ଦେଇଛି, ନାହିଁ, ନୁହେଁ, ମନେ ରଖିବେ। ତ ଏଇଟା ହେଇଯିବ ଆପଣଙ୍କର ନାସ୍ତି ସୂଚକ ବାକ୍ୟ ଅଟେ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା କ୍ଷୀୟ କାଢ଼ିବା ଏ ରୂଢ଼ିର ଅର୍ଥ କ'ଣ? ସର୍ବନାଶ କରିବା, ନା ଗୁହାରି କରିବା, ନା ଦୁଷ୍ଟାମି କରିବା, ନା କଥାକୁ ଘାଣ୍ଟି ଦୋଷ ଖୋଜିବା? କ୍ଷୀୟ କାଢ଼ିବା ତାର ଅର୍ଥ କ'ଣ ହେବ? ମନେ ରଖିବେ କଥାକୁ ଘାଣ୍ଟି ଦୋଷ ଖୋଜିବା। କ୍ଷୀୟ କାଢ଼ିବା ତାର ଅର୍ଥ ହେଉଛି କଥାକୁ ଘାଣ୍ଟି ଦୋଷ ଖୋଜିବା। ତ ଅପସନ୍ ନମ୍ବର ଡି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଘର ଢିଙ୍କି କୁମ୍ଭୀର, ତାର ଅର୍ଥ କ'ଣ ହେବ? ଘର ଢିଙ୍କି କୁମ୍ଭୀର ଏ ରୂଢ଼ିର ଅର୍ଥ କ'ଣ? ନିଜ ଲୋକ ଶତ୍ରୁ ହେବା, ନା ଘରର ଢିଙ୍କି କୁମ୍ଭୀର ପାଲଟିବା, ନା ଢିଙ୍କି କୁମ୍ଭୀର ପରି କାମ କରିବା, ନା କୁମ୍ଭୀର ପରି ପଡ଼ି ରହି କାନ୍ଦିବା? ଘର ଢିଙ୍କି କୁମ୍ଭୀର ତାର ଅର୍ଥ ହେଉଛି ନିଜ ଲୋକ ଶତ୍ରୁ ହେବା, ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ଯେଉଁ ପଦ ବିଶେଷ ପଦ ପରିବର୍ତ୍ତେ ବ୍ୟବହୃତ ହୁଏ ତାକୁ କ'ଣ କୁହାଯାଏ? ବିଶେଷ୍ୟ, ନା ବିଶେଷଣ, ନା ସର୍ବନାମ, ନା ଅବ୍ୟୟ? କ'ଣ କୁହାଯାଏ? ତାକୁ ଆମେ କହିବା ସର୍ବନାମ ପଦ ବୋଲି କହିବା, ମନେ ରଖିବେ।
ଯେଉଁ ପଦ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୁଏ ତାକୁ ଆମେ କହିବା ସର୍ବନାମ ପଦ ବୋଲି କହିବା। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ରାମ ମିଥ୍ୟାକୁ ଘୃଣା କରେ। ରାମ ମିଥ୍ୟାକୁ ଘୃଣା କରେ। ତ ମିଥ୍ୟା ତ ଏଇଟା ଗୋଟେ କେଉଁ ବିଭକ୍ତି? ଦ୍ୱିତୀୟ ବିଭକ୍ତି ନା ତୃତୀୟ ବିଭକ୍ତି ନା ଚତୁର୍ଥୀ ବିଭକ୍ତି ନା ପଞ୍ଚମୀ ବିଭକ୍ତି? ଏଇଟା ହେଉଛି ଆପଣଙ୍କର ଦ୍ୱିତୀୟ ବିଭକ୍ତି ଅଟେ, ମନେ ରଖିବେ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ବାଡ଼ିରେ ଆଘାତ କରିବା। ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ବାଡ଼ି ଧରାଇବା ହେବ ନା ଧରାଇବା ନା ବାଡ଼ାଇବା ନା ଦଣ୍ଡାଇବା? କ'ଣ ହେବ? ମନେ ରଖିବେ ବାଡ଼େଇବା ହେବ। ବାଡ଼ିରେ ଆଘାତ କରିବା ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ନା ବାଡ଼େଇବା ହେବ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଗଣପତିର ପ୍ରତିଶବ୍ଦ କ'ଣ ହେବ? ପରମାତ୍ମା ନା ରାଜା ନା ବିନାୟକ ନା ଭଗୀରଥ? କ'ଣ ହେବ? ମନେ ରଖିବେ ବିନାୟକ ହେବ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା କେଉଁଟି ବହୁବଚନର ଚିହ୍ନ ନୁହେଁ? ତ ଚାରିଟି ଅପସନ୍ ଦେଇଛି। ତ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ବହୁବଚନ କେଉଁଟା ନୁହେଁ? ସମାଜ ତ ଏଇଟା ଗୋଟେ ହେଉଛି ବହୁବଚନ। ଖଣ୍ଡିକ ଏଇଟା କିନ୍ତୁ ଏକ ବଚନ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ବହୁବଚନ ଚିହ୍ନ କେଉଁଟା ନୁହେଁ? ନା ଖଣ୍ଡିକ। ତ ଖଣ୍ଡିକ ହେଉଛି ଗୋଟେ ଏକ ବଚନ। ତ ସମାଜ, ସମୂହ, ମଣ୍ଡଳୀ ଏ ତିନୋଟି ହେଉଛି ବହୁବଚନ, ମନେ ରଖିବେ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା କପାଳ ଫାଟିବା ତାର ଅର୍ଥ କ'ଣ ହେବ? କପାଳ ଫାଟିବା ତାର ଅର୍ଥ କ'ଣ ହେବ? କପାଳରେ ଫଟା ଚିହ୍ନ ଥିବା ନା ସର୍ବନାଶ ହେବା ନା କପାଳ ପୁରା ଫାଟିବା ନା କପାଳ ଫାଟି ରକ୍ତ ବୋହିବା? ତାର ଅର୍ଥ ହେଉଛି ସର୍ବନାଶ ହେବା। କପାଳ ଫାଟିବା ତାର ଅର୍ଥ ହେଉଛି ସର୍ବନାଶ ହେବା, ମନେ ରଖିବେ। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଉଦାର ମନ ଯାହାର ସେ ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଉଦାର ମନ ନା ଉଦାର ମନା ନା ଉଦାରତା ନା ଉଦାରବାଦୀ? କ'ଣ ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ଉଦାର ମନା ହେବ। ଉଦାର ମନ ଯାହାର ସେ ଉଦାର ମନା। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା କେଉଁଟି ପୁଲିଙ୍ଗ ବାଚକ ଶବ୍ଦ ନୁହେଁ? କେଉଁଟା ଗୋଟେ ପୁଲିଙ୍ଗ ବାଚକ ଶବ୍ଦ କେଉଁଟା ନୁହେଁ? ଲଣ୍ଡା ନା କୁଜା ନା ସଖା ନା ଦିଜା? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ଡି ଦିଜା। ଏଇଟା କିନ୍ତୁ ପୁଲିଙ୍ଗ ବାଚକ ଶବ୍ଦ ନୁହେଁ। ତ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଦୟାଳୁ ଶବ୍ଦର ବିପରୀତ ଶବ୍ଦ କ'ଣ ହେବ? ଦୟାଳୁ ଶବ୍ଦର ବିପରୀତ ଶବ୍ଦ କ'ଣ? ନିର୍ଦ୍ଦୟ ନା କୃପଣ ନିଷ୍ଠୁର ନା ନିଗିଧା? କ'ଣ ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ ନିର୍ଦ୍ଦୟ। ଦୟାଳୁ ଶବ୍ଦର ବିପରୀତ ଶବ୍ଦ ହେଇଯିବ ନିର୍ଦ୍ଦୟ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ଅତିଶୟ ଘଞ୍ଚ ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ନିଘଞ୍ଚ ନା ଅତି ଘଞ୍ଚ ନା ଅର୍ଘ୍ୟ ନା ସଘଞ୍ଚ? ଅତିଶୟ ଘଞ୍ଚ ନିଘଞ୍ଚ, ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ନାହିଁ ଜନ୍ମ ଯାହାର ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ନିଜନମା ନା ସଜନମା ନା କଜନମା ନା ଅଜନମା? ନାହିଁ ଜନ୍ମ ଯାହାର କ'ଣ ହେବ? ନା ଅଜନ୍ମା ହେବ, ମନେ ରଖିବେ। ତ ଅପସନ୍ ନମ୍ବର ଡି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ହିସାବକୁ ଅତିକ୍ରମ କରି ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ବେହିସାବ ନା ବେହିସାବୀ ନା ଅତି ହିସାବ ନା ଯଥା ହିସାବୀ? ହିସାବକୁ ଅତିକ୍ରମ କରି କ'ଣ ହେବ? ନା ବେହିସାବୀ ହେବ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଗୁଣବାଚକ ବିଶେଷ ପଦଟି ବାଛ। ତ ଚାରିଟି ଅପସନ୍ ଦେଇଛି। ତ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ଗୁଣବାଚକ ବିଶେଷ ପଦ କେଉଁଟା? ଭଜନ ନା କାବେରୀ ନା ବାର୍ଦ୍ଧକ୍ୟ ନା ନଦୀ? ତମାନଙ୍କ ମଧ୍ୟରୁ କେଉଁଟା ଗୋଟେ ଗୁଣବାଚକ ବିଶେଷ ପଦ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍ ବାର୍ଦ୍ଧକ୍ୟ। ତ ଏଇଟା ହେଉଛି ଗୋଟେ ଗୁଣକୁ ପ୍ରକାଶ କରୁଛି, ମନେ ରଖିବେ, ବା ଅବସ୍ଥାକୁ ବୁଝାଉଛି ବାର୍ଦ୍ଧକ୍ୟ। ତ ଏଇଟା ହେଇଗଲା ଗୁଣବାଚକ ବିଶେଷ ପଦ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଦକ୍ଷର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ କ'ଣ? ଦକ୍ଷୀ ନା ଦକ୍ଷା ନା ଦକ୍ଷିଣା ନା ଦକ୍ଷିଣୀ? ଦକ୍ଷର ସ୍ତ୍ରୀଲିଙ୍ଗ କ'ଣ ହେବ? କ'ଣ ହେବ? ମନେ ରଖିବେ ଦକ୍ଷା ହେବ। ତ ଅପସନ୍ ନମ୍ବର
बी हो आपणकर राइट आंसर। तो नेक्स्ट देखा, तो नेक्स्ट क्वेश्चन रही कुंद परी धवल ताकू जदि आम एक पदरे प्रकाश कले कौन हम? कुंद परी धवल, धवल कुंद ना कुंद धवल ना कुंद धवल ना धवल कुंदा, राइट आंसर कौटा हम? राइट आंसर हो आपणकर ऑप्शन नंबर बी कुंद धवल, कुंद परी धवल कुंद धवल। तो ऑप्शन नंबर बी हो आपणकर राइट आंसर। तो नेक्स्ट देखा, तो नेक्स्ट क्वेश्चन रही जाह्नवीर प्रतिशब्द कौन? जाह्नवीर प्रतिशब्द कौन हम? विष्णु ना विष्णुपद ना विष्णुपदी ना विष्णुपदा, जाह्नवीर प्रतिशब्द कौन कौन हम ना विष्णुपदी हम। तो ऑप्शन नंबर सी हो आपणकर राइट आंसर। तो नेक्स्ट देखा, तो नेक्स्ट क्वेश्चन रही विद्वान शब्दटीर स्त्रीलिंग वाचक शब्द कौन? विद्वानी ना विदुषुणी ना विद्वान ना विदुषी, राइट आंसर कौटा हम? राइट आंसर हो आपणकर ऑप्शन नंबर डी हो आपणकर राइट आंसर विदुषी। तो नेक्स्ट देखा, निम्नलिखित मध्यरु केउटे एक दरुक्त जुग्म शब्द, तो मान मध्यरु कौटा गोटे दरुक्त जुग्म शब्द कौटा? दिन काल ना थर थर ना टिक टिक ना कटाकटी, राइट आंसर कौटा हम? राइट आंसर हो आपणकर ऑप्शन नंबर बी हो आपणकर राइट आंसर थर थर। तो यहाँ हूँ गोटे दरुक्त जुग्म शब्द। तो ऑप्शन नंबर बी। तो नेक्स्ट देखा, बाहाको बता तार अर्थ कौन हम? सामान्य प्रतिकार ना बा आसिले बड़ देखा ना बता बाहाको अटकाई न पारिबा ना बाहाको बतारे बारण करिबा, बाहाको बता तार अर्थ कौन? तार अर्थ हूँ सामान्य प्रतिकार। तो ऑप्शन नंबर ए। तो नेक्स्ट देखा, तो नेक्स्ट क्वेश्चन रही परिश्रम फल मधुर तार अर्थ कौन? यही लोकवाणीर अर्थ कौन हम? बसवा ठार काशिवा भल ना हाथ अलसे निश बंका ना पेट पोष नाई दोष ना जत्न कले रत्न मिले, परिश्रम फल मधुर यही लोकवाणीर अर्थ कौन हम? तार अर्थ हूँ जत्न कले रत्न मिले, मन रखिए। आउ बसवा ठार काशिवा भल, मन रखिए तार अर्थ हूँ बसी न रही सर्वदा किछि ना किछि काम करिबा भल हम। आउ हाथ अलसे निश बंका तार अर्थ हूँ अलसुआ दुख पाए। आउ पेट पोष नाई दोष तार अर्थ हूँ बंचापी जेकोसी वृत्ति ग्रहण करिबारे दोष न थाए, मन रखिए। तो ऑप्शन नंबर डी। तो नेक्स्ट देखा, केउटी कृदंत पद, तो मानक मध्यरु कौटा गोटे कृदंत पद कौटा? शासक ना नवीन ना सामाजिक ना जातीय, मन रखिए शासक, शासक हूँ गोटे कृदंत पद। तो नेक्स्ट देखा, केउटी शुद्ध शब्द, तो अवशोषर शुद्ध बनान कौटा? अवशोष, राइट आंसर हूँ आपणकर ऑप्शन नंबर सी अवशोष। तालव्य सरे अकार लगे तापर बुधनेश अवशोष, तो यहाँ हूँ अवशोषर शुद्ध बनान। तो ऑप्शन नंबर सी। तो नेक्स्ट देखा, ऐकिक शब्दर विपरीत शब्द कौन हम? प्रामाणिक ना पारमार्थिक ना पारत्रिक ना प्रारब्ध, ऐकिक शब्दर विपरीत शब्द हो पारत्रिक। तो ऑप्शन नंबर सी। तो नेक्स्ट देखा, केउटी सम्यक शब्दर सम पर्यायवाची शब्द नुहे? सम्यक शब्दर सम पर्यायवाची शब्द कौटा नुहे? विशद देती, प्रांजल देती, संक्षिप्त देती, विस्तृत देती, तो मान मध्य संक्षिप्त यहाँ किंतु सम्यक शब्दर सम पर्यायवाची शब्द नुहे। तो ऑप्शन नंबर सी। तो नेक्स्ट देखा, सन्थ विनोबांकी जीवनी समस्ते पाठ करने उचित, एथिरे विशेषण पद कौटा? सन्थ ना समस्ते ना जीवनी ना पाठ, तो एम मध्य सन्थ होगला विशेषण पद। तो ऑप्शन नंबर ए आपको राइट आंसर। तो नेक्स्ट देखा, तो नेक्स्ट क्वेश्चन रही परी उपसर्गटी क्यों अर्थरे व्यवहृत? निषिद्ध ना व्यापी ना निकट ना व्यतिक्रम, परी उपसर्गटी क्यों अर्थरे व्यवहृत होइछि? मन रखिए यहाँ हूँ व्यापी अर्थरे ही व्यवहृत होइछि। तो ऑप्शन नंबर बी हूँ आपंकर राइट आंसर। तो नेक्स्ट देखा, मु चाली चाली क्लांत होई अछि उक्त वाक्यटी असमापिका क्रिया निर्णय कर, तो मान मध्य कौटा गोटे असमापिका क्रिया? मु ना चाली चाली ना क्लांत ना होइछि, राइट आंसर कौटा हम? राइट आंसर हूँ आपंकर ऑप्शन नंबर बी हूँ आपंकर राइट आंसर चाली चाली
ଏଇଟା ହେଉଛି ଅସମାପିକା କ୍ରିୟା, ଯେଉଁଟାକି କମ୍ପ୍ଲିଟ୍ ହୋଇନଥିବ। ମନେ ରଖିବେ, ଯେଉଁଟା କମ୍ପ୍ଲିଟ୍ ହେଇଥିବ ତାକୁ ଆମେ କହିବା ସମାପିକା କ୍ରିୟା। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କ ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଶିଷ୍ୟର ଶିଷ୍ୟ। ଶିଷ୍ୟର ଶିଷ୍ୟ ତାକୁ ଯଦି ଆମେ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଶିଷ୍ୟ ହେବ ନା ଉପଶିଷ୍ୟ ନା ଉପଶିଷ୍ୟା ନା ଗୁରୁ? ଶିଷ୍ୟର ଶିଷ୍ୟ ଉପଶିଷ୍ୟ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ପୃଥିବୀର ପ୍ରତିଶବ୍ଦ କ'ଣ? ଶିକ୍ଷୀ ନା ଅଦ୍ରି ନା ଶ୍ରୀ ନା ବିଶ୍ୱମ୍ବରା? ତ ଏମାନଙ୍କ ମଧ୍ୟରୁ ହେଇଗଲା ବିଶ୍ୱମ୍ବରା। ବିଶ୍ୱମ୍ବରା ହେଇଗଲା ପୃଥିବୀର ଗୋଟେ ପ୍ରତିଶବ୍ଦ। ଆଉ ପୃଥିବୀର କ'ଣ କ'ଣ ଅଛି ପ୍ରତିଶବ୍ଦ? ମନେ ରଖିବେ, ଧରଣୀ ଧରିତ୍ରୀ କହିବା, ଅବନୀ କହିବା, ମେଦିନୀ ମହି ଅଚଳା ବସୁମାତା, ଏସବୁ ହେଉଛି ଗୋଟେ ଗୋଟେ ପୃଥିବୀର ଗୋଟେ ଗୋଟେ ପ୍ରତିଶବ୍ଦ। ଏବେ ଦେଖିବା ଲାଷ୍ଟ କ୍ୱେଶ୍ଚିନ୍, କାଛୁଯୁକ୍ତ ଆ କାଛୁଆ କେଉଁ ଅର୍ଥରେ ଆ ପ୍ରତ୍ୟୟ ବ୍ୟବହୃତ ହୋଇଛି? ଦକ୍ଷ ଅର୍ଥରେ ନା ପୀଡ଼ିତ ଅର୍ଥରେ ନା ନେତୃତ୍ୱ ଅର୍ଥରେ ନା ସଂଯୋଗ ଅର୍ଥରେ? ଏଇଟା ହେଉଛି ଆପଣଙ୍କର ପୀଡ଼ିତ ଅର୍ଥରେ ବ୍ୟବହୃତ ହୋଇଛି। ତ ଅପସନ୍ ନମ୍ବର ବି। ଥ୍ୟାଙ୍କ ୟୁ।